Hello Rutuparna, welcome to the Pravasar Academy. Many congratulations for your success. जे गाइज मु आपण मानक समस्त कहि रखु जे कौन ये हेले ऋतुपर्णा बेहेरा जे कि आमर ऑल ओडिशा सीपीटी रैंक पॉलिटिकल साइंस रे 40 रैंक से अचीव करछंती सिक्योर करछंती आ वाला पब्लिक एडमिनिस्ट्रेशन रे से ऑल ओडिशा रैंक 12 से कौन करछन ना सिक्योर करछन ताको पाटरो आज सुनिबा ता मुहरे सब कुछ सुनिबा ता सक्सेस स्टोरी तांकर स्ट्रगल लाइफ सब कुछ जिंस सुनिबा चलंतु ऋतुपर्णा तुम टिके सेल्फ इंट्रोडक्शन दे दियो तापर वी विल कंटिन्यू. Thank you so much, sir, for having me. As you mentioned, Dr. Uttuparna Behera and CPT 2024 रे All Odisha rank 46 କରିଛି political science and 12 ଶିଖୁଛି public administration and ମୁଁ ମୋ graduation Maharishi College of Natural Law ରେ political science ରେ complete କରିଛି and ଏବେ ମୁଁ ମୋ admission Utkal University ରେ କରୁଛି. And thank you so much, sir, आपको guidance and help throughout the preparation. जहाँ पर एते भल करिछि so many thanks to you. ନାଇଁ ନାଇଁ ଯାହା ହେଲେ ବି ତୁମର ପରିଶ୍ରମ ବହୁତ ତୁମର ପରିଶ୍ରମ ତୁମ ବାପା ମାଙ୍କର ବ୍ଲେସିଂସ୍ ଆଉ ଏସବୁ ଜିନିଷ ହିଁ ତୁମକୁ ବହୁତ ଆଜି ଏତିକି ବାଟ ଯାଇ ଆଣିଛି ଯେ ଟିକେ କ'ଣ କରିଥିଲି ଲାଉଡ଼ ଭଏସ୍ରେ ଟିକେ କହିବ ହେଲା ଶୁଭୁନି ଟିକେ କ୍ଲିୟର ସେ ହେଲା ଲାଉଡ଼ ଭଏସ୍ରେ କହିବ ହଉ ଯେ ମୋତେ କୁହ ଯେ ତୁମେ ଯେ କ'ଣ କରୁଛ ନା 40 ର୍ୟାଙ୍କ ଆଚିଭ୍ କରିଛ ଅଲ୍ ଓଡ଼ିଶା ପଲିଟିକାଲ୍ ସାଇନ୍ସରେ ଆଉ 12 ର୍ୟାଙ୍କ ବି ତୁମର ଅଛି କ'ଣ ପବ୍ଲିକ୍ ଆଡ଼ମିନିଷ୍ଟ୍ରେସନରେ ତୁମେ କେଉଁଟାରେ ପିଜି କରିଛ ପଲିଟିକାଲ୍ସରେ ପିଜି କରିଛ ମାନେ ଆଡ଼ମିସନ୍ କରିଛ ନା ପବ୍ଲିକ୍ ଆଡ଼ମିନିଷ୍ଟ୍ରେସନ୍ କରିଛ? So मैं political science से करूँगी यूनिवर्सिटी में. उत्कल यूनिवर्सिटी ଆପଣ ତୁମେ କ'ଣ କରୁଛ ନା ଯେ ପଲିଟିକାଲ୍ସରେ ପିଜି କରିଛ ଠିକ୍ ଅଛି ଯେ ମୋତେ କୁହ ଯେ ତୁମର ଡିଷ୍ଟ୍ରିକ୍ଟ କେଉଁଠି? ଠିକ୍ ଅଛି ଯେ ମୋତେ କୁହ ଯେ ତୁମ ଯେଉଁ କଲେଜରେ ପାଠ ପଢ଼ାପଢ଼ି କେମିତି କ'ଣ ଥିଲା? କଲେଜ ମାନେ ବହୁତ ଭଲ ଥିଲେ ମାନେ ବହୁତ ହେଲ୍ପ କରିଛନ୍ତି and ପାଠ ପଢ଼ା ତ ମୁଁ ରେଗୁଲାର କ୍ଲାସ୍ କରେ ତାଙ୍କ ପାଖେ କନସେପ୍ଚୁଆଲ କ୍ଲାରିଟି ବହୁତ ମିଳିଲା ଯାହା ଫଳରେ ଏବେ କିଛି ପ୍ରୋବ୍ଲେମ ହେଇନଥିଲା. ଠିକ୍ ଅଛି ଭେରି ଗୁଡ୍ ଯାହା ହଉ ତୁମ ଫ୍ୟାକଲ୍ଟି ବହୁତ ଭଲ ଥିଲେ ଏନଭାରନମେଣ୍ଟ ବହୁତ ଭଲ ଥିଲା ସେଥିପାଇଁ ଫର୍ ଦ୍ୟାଟ୍ ପର୍ପସ୍ ଯେ କ'ଣ କରୁଛ ନା ତୁମେ ଏଇ ର୍ୟାଙ୍କଟା ଆଚିଭ୍ କରୁଛ ଯେ ମୋତେ କୁହ ଯେ ତୁମର ପ୍ରିପାରେସନ୍ ଷ୍ଟ୍ରାଟେଜି କିପରି କ'ଣ ଥିଲା ଯେ ଡ୍ୟୁରିଂ ଯେତେବେଳେ ତୁମର ଚାଲିଥିଲା ଯେ ଏକ୍ଜାମ୍ ଚାଲିଥିଲା ସିପିଟି ଜମା ଯେଉଁ ସେମିଷ୍ଟର ଏକ୍ଜାମ୍ ଚାଲିଥିଲା ସେ ସମୟରୁ ତୁମ ପ୍ରିପାରେସନ୍ ଚାଲିଥିଲା ନା ତୁମ ସେମିଷ୍ଟର ସରିଲା ପରେ 6 ସେମିଷ୍ଟର ସରିଲା ପରେ ତୁମର ପ୍ରିପାରେସନ୍ ଚାଲିଲା? ମୁଁ ତ ସିୟୁଇଟି ପାଇଁ କି ପ୍ରିପାରେସନ୍ ଆଗରୁ କରୁଥିଲି ତ ସେଥିରେ କ'ଣ କି ମୋର ପ୍ରାକ୍ଟିସ୍ଟା ଟିକେ କମି ଯାଇଥିଲା ମାର୍କସ୍ ଫାର୍କସ୍ରେ ମୋର ଟିକେ ପ୍ରୋବ୍ଲେମ୍ ହେଇଥିଲା ଯାହାଫଳରେ କି ଏତେ ଭଲ ରହିପାରିଲାନି ପଛରେ ପଣ୍ଡିଚେରୀରୁ ଆସିଲା ଆଣ୍ଡ ତ ମୁଁ ଆଉ ଛାଡ଼ିବାକୁ ଚାହିଁଲିନି ଓଡ଼ିଶା କାହିଁକିନା ମୁଁ ଜାଣିଥିଲି ଏଠି ହେଇଯିବାର ଚାନ୍ସ ଥିଲା ତ ସେମିଷ୍ଟର ଆମର ଆଗରୁ ମାନେ ହେଇଯାଇଥିଲା ଇଲେକ୍ସନ୍ ପାଇଁ ମାର୍ଚ୍ଚରୁ ସରିଯାଇଥିଲା ତ ମୁଁ ମୋର ସିପିଟି ପାଇଁ ପ୍ରିପାରେସନ୍ 1 month ଆଗରୁ ହିଁ କଲି ବିକଜ ମୁଁ ଦେଖିଲି କି ମୋର କଲେଜ ଏତେ ଆସିଲା ନାହିଁ ତ ମୁଁ ଭାବିଲି କି ଏବେଠୁ ଷ୍ଟାର୍ଟ କରିଦେବା ହିଁ ଠିକ୍ ହବ ଯଦି ଜାଣିଥାନ୍ତି ତାହେଲେ ଆଗରୁ କରିଥିଲେ ବି ବେଟର ହେଇଥାନ୍ତା ଆଣ୍ଡ ବାଇ ଗଡ୍ସ ଗ୍ରେସ୍ ଆପଣଙ୍କୁ ଚ୍ୟାନେଲଟା ସ୍କୋର କରିବାରୁ ମିଳିଥିଲା ତ ସେଠି ମୁଁ ଜାଣିବାକୁ ପାଇଲି ଆପଣ କ୍ୱିଜେସ୍ କରାଉଛନ୍ତି ପିଲାଙ୍କ ପାଇଁ ଦିନକୁ ରେଗୁଲାରି ଆପଣଙ୍କ କ୍ୱିଜ୍ ହଉଥିଲା 4 ଥର କରୁଥିଲେ ଆପଣ ତ ପ୍ଲେଣ୍ଟି ଅଫ୍ କ୍ୱେଶ୍ଚିନ୍ ଆଭେଲେବଲ୍ ଥିଲା ମୋ ପାଇଁ ତ ସେଠି ପ୍ରାକ୍ଟିସ୍ କରୁଥିଲି ଆଣ୍ଡ ସାଇନ୍ସ ହେଲ୍ପ ଏଜୁସିକର ଆଣ୍ଡ ସାର୍ କନସେପ୍ଟ ଏସବୁ ଚ୍ୟାନେଲକୁ ବି ମୁଁ ଫଲୋ କରିଥିଲି ଆଣ୍ଡ ଯେଉଁ ଟପିକ୍ ମୋତେ ଟିକେ ଲାଗୁଥିଲା ତ ତାକୁ ମୁଁ ବାଦ ଡିଭିଜନ୍ କରୁଥିଲି ତ ଏଇସବୁ ହିଁ ଥିଲା ମୋର ପ୍ରିପାରେସନ୍ ଷ୍ଟ୍ରାଟେଜି. ଠିକ୍ ଅଛି ଜଷ୍ଟ ଟିକେ ରହିବ ଯେ ତାପରେ ମୋତେ କୁହ ଯେ ଆମର ତୁମର ଯେଉଁ ପ୍ରିପାରେସନ୍ ତୁମେ ଯେଉଁ କହିଲେ ଯେ ତୁମର କ'ଣ କେମିତି କ'ଣ ପ୍ରିପାରେସନ୍ ଥିଲା ଯେ 1 month ପ୍ରିପାରେସନ୍ ତୁମେ କରିକି ଏତିକି ଆଚିଭ୍ କରିପାରିଛ ଯେ ମେ ବି ଯଦି ଅଧିକ ଦିନ ତୁମେ କ'ଣ ଏତେ ପ୍ରିପାରେସନ୍ କରିଥାନ୍ତ ତାହେଲେ ମେ ବି ଆହୁରି ସ୍କୋର ବା ଆହୁରି ର୍ୟାଙ୍କ ଆହୁରି ବେଟର୍ ହେଇପାରିଥାନ୍ତା ଯେ ମୋତେ କୁହ ଯେ ଗୋଟେ ଯେ ଏଜ୍ ଏ ଷ୍ଟୁଡେଣ୍ଟ ଭାବରେ ଯେ ତୁମେ ଅଲରେଡ଼ି କ'ଣ ହେଇଛ ନା ଏଣ୍ଟ୍ରାନ୍ସ କ୍ରାକ୍ କରିସାରିଛ ଅଲରେଡ଼ି ତୁମେ କୁହ ଯେ ତୁମର ଯେଉଁମାନେ ଅପକମିଂ ଯେଉଁ ଆସିବେ ଯେଉଁ 2025ରେ ଯେଉଁ ଏପିୟର କରିବେ ସେମାନଙ୍କ ପାଇଁ ତୁମର କ'ଣ ରହିବ ଆଡ଼ଭାଇସ୍ ଯେ କ'ଣ ସେମାନେ ହାଉ ଦେ ୱିଲ୍ ସିକ୍ୟୋର ଭେରି ଗୁଡ୍ ର୍ୟାଙ୍କସ୍ ଇନ୍ ଦ 2025 ସିପିଟି ଏକ୍ଜାମ୍? ଓକେ ସର୍ ମୁଁ ଜୁନିୟର ମାନଙ୍କୁ କହିବାକୁ ଚାହିଁବି ଏବେ ଯେଉଁ ସେମିଷ୍ଟରରେ ଆପଣମାନେ ଥିବେ ତ ତାର ଯାହା
ଯାହା ସିଲାବସ୍ ଅଛି ତାପରେ ଭଲ କି ଫୋକସ୍ କରନ୍ତୁ। କନସେପ୍ଟର କ୍ଲାରିଟି ତ ରଖିବା ମଷ୍ଟ। ଖାଲି ସେମିଷ୍ଟାରରେ ବଲ୍କି ଆନ୍ସର ଲେଖିବା ଚକ୍କରରେ ପିଲାମାନେ ତାକୁ କନସେପ୍ଟର କ୍ଲାରିଟି ଆଣନ୍ତି ନାହିଁ, ଲାଷ୍ଟ ମୋମେଣ୍ଟ ପ୍ରିପାରେସନ ରଖନ୍ତି, ଯୋଉଟା କି ପଛରେ ଗୋଟେ ବଡ କନଷ୍ଟ୍ରେଣ୍ଟ ରହିବ। ତ ତାକୁ ଫୋକସ୍ କରନ୍ତୁ। ଏଣ୍ଡ ଯେତେବେଳେ ବି ଆପଣଙ୍କ ଏକ୍ସାମଟା ପାଖ ହେଇଯିବ ତ ସେତେବେଳେ ଆପଣ ବାର ବାର କ୍ୱେଶ୍ଚିନ୍ ଗୁଡାକ ପ୍ରାକ୍ଟିସ୍ କରନ୍ତୁ। ଯୋଉ ଟପିକଟା ଆପଣଙ୍କୁ କଷ୍ଟ ଲାଗୁଛି ତାକୁ ଆଡଭାନ୍ସ ୱେରେ ପଢିବାକୁ ଟ୍ରାଏ କରନ୍ତୁ। ପ୍ଲେଣ୍ଟି ଅଫ୍ ଭିଡିଓସ୍ ଆଭେଲେବଲ୍ ଅଛି ୟୁଟ୍ୟୁବରେ। ମୁଁ ଯେମିତି ଚ୍ୟାନେଲ ଗୁଡାକ କହିଲି ପଲ୍ ସାଇନ୍ସ ହେଲ୍ପ, ଏଜୁ ସିକର, ସାର୍ କନସେପ୍ଟ, ଏତେ ସବୁ ଅଛି। ତ ସେଥିରୁ ଆପଣଙ୍କୁ ଭଲ ଭଲ ଗାଇଡାନ୍ସ ମିଳିଯିବ। ତ ତାକୁ ଯଦି ଦେଖିବେ ତ ବହୁତ ହେଲ୍ପ ମିଳିବ। ଭେରି ଗୁଡ୍। ସେଇ ଜିନିଷ ବି ସେମ୍ ଜିନିଷ ଯେ ତମମାନଙ୍କ ପାଖରେ ବହୁତ ସାରା ସୋର୍ସେସ୍ ଅଛି, ଯେ ଯେ କ'ଣ ହେଲା ଆଗକୁ ଯିବାର ସୋର୍ସେସ୍ ବହୁତ ଅଛି। ସେ ସୋର୍ସେସ୍କୁ କିପରି ଭାବରେ ୟୁଟିଲାଇଜ୍ କରୁଛ ସେଇଟା ହେଲା ସବୁଠୁ ବଡ଼ ଜିନିଷ। ଯେ ଆମେ ଯଦି ମୋବାଇଲଟାକୁ ଆମେ ଯଦି ମିସ୍ ୟୁଟିଲାଇଜ୍ କଲେ ତାହେଲେ ମୋବାଇଲଟା କ'ଣ ହେବ ଆମ ପାଇଁ ଖରାପ ଜିନିଷ ହେଇଯିବ, ଆମ ଦିଗ ହରାଇ ଦେବ, ଆମ ପାଇଁ ଖରାପ ଜିନିଷ ହେଇଗଲା। କିନ୍ତୁ ତାକୁ ଯଦି ଠିକ୍ ସେ ୟୁଟିଲାଇଜ୍ କଲେ ତାହେଲେ ଅବଭିୟସଲି ଆମ ଫ୍ୟୁଚର୍ ବନିଯିବ, ଆମ କ୍ୟାରିୟର ବନିଯିବ ୟା ଦ୍ୱାରା। ଭେରି ଗୁଡ୍, ବଢ଼ିଆ କଥା କହିଲ ତୁମେ। ଯେ ମୋତେ କୁହ ଯେ ତାର ଲାଷ୍ଟ ଜିନିଷ ଆସିବ ଯେ କ'ଣ ଆମର ଯେଉଁ ଗ୍ରୁପ୍ଟା ଅଛି ପଲିଟିକାଲ୍ ସାଇନ୍ସ ପିଜି ଏଣ୍ଟ୍ରାନ୍ସ ଗ୍ରୁପ୍ ହେଲା, ସେ ପଲିଟିକାଲ୍ ସାଇନ୍ସ ପିଜି ଏଣ୍ଟ୍ରାନ୍ସ ଗ୍ରୁପ୍ଟା କେମିତି କ'ଣ ପାଇଲ? ସରି ସାର୍ ମୋ ତ ଭଏସ୍ ହଁ କୁହ ଯେ ପଲିଟିକାଲ୍ ସାଇନ୍ସ ଯେଉଁ ପିଜି ଏଣ୍ଟ୍ରାନ୍ସ ଗ୍ରୁପ୍ ଯେଉଁ ଅଛି, ଯେ ସେ ଆମର ଯେଉଁ ଅଛି ଆମ ଗ୍ରୁପ୍ଟା, ସେ ଗ୍ରୁପ୍ଟା କିପରି ଭାବରେ ତୁମେ ପାଇଲ, ନା ସର୍ଚ୍ଚ କଲ, ନା କ'ଣ କିପରି ଭାବରେ ତୁମେ ପାଇଲ, ଆଉ କ'ଣଟା କେତେ କ'ଣ ହେଲ୍ପଫୁଲ୍ ହେଲା ତୁମ ସିପିଟି ଏଣ୍ଟ୍ରାନ୍ସରେ? ମୁଁ କହିଲି କି ବାଇ ଗଡ୍ସ ଗ୍ରେସ୍ ମୁଁ ଏମିତି ଦିନେ ସ୍କ୍ରୋଲ କରିଥିଲି ଆପଣଙ୍କ ଚ୍ୟାନେଲଟାକୁ ମୁଁ ପାଇଲି। ତ ସେଥିରୁ ହିଁ ଜାଣିଲି କି କୁଇଜ୍ ହେଉଛି। ତାପରେ ମୁଁ ଜଏନ୍ କଲି। ସେଠି ବି ପିଲାମାନେ ବହୁତ କମ୍ପିଟେଟିଭ୍ ଥିଲେ। ମାନେ ଡେଲି ମାନେ ଯୋଉ କୁହନ୍ତି କି ଫାଇଟ୍ ଗୋଟେ ଚାଲେ କି କିଏ କେତେ ସ୍କୋର କରିବ, ଗୋଟେ ଗୁଡ୍ ୱେରେ। ଏମିତି କିଛି କମ୍ପିଟିସନ୍ ନାହିଁ, ଯାହା ବି ହେଲେ ଗୋଟେ କମ୍ପିଟେଟିଭ୍ ଏକ୍ସାମ୍, ସ୍କୋର କରିବା ନିହାତି ଦରକାର। ଆଣ୍ଡ ଆପଣ ବହୁତ ଗାଇଡ୍ କରନ୍ତି, ଟାଇମ୍ ମ୍ୟାନେଜମେଣ୍ଟ ଶିଖାନ୍ତୁ। ଆମର ଟାଇମ୍ର ବଡ଼ କନଷ୍ଟ୍ରେଣ୍ଟ ଥିଲା କି 80 କ୍ୱେଶ୍ଚିନ୍ ଆମକୁ 1 ଆୱାରରେ ସଲ୍ଭ କରିବାର ଥିଲା। ତ ଆପଣ ଆମକୁ କୁହନ୍ତି OMR ସିଟ୍ କାଢିକି ଘରେ ତାକୁ ପ୍ରାକ୍ଟିସ୍ କର। 20 ମିନିଟ୍ସ ଆଗରୁ ଯେମିତି ସରିଯିବ, ଯେମିତି ମାନେ କନଫିଡେଣ୍ଟ ଥିବୁ କି ଏଇଟାର ଆନ୍ସର ହେବ। ତ ବହୁତ ହେଲ୍ପ ମିଳିଛି ଆମମାନଙ୍କୁ। ତ ଥ୍ୟାଙ୍କ ୟୁ ସୋ ମଚ୍ ସାର୍। ନାଇଁ ସବୁ ଯାହା ହେଉଛି ହଉ, ଥ୍ୟାଙ୍କ ୟୁ ମୋତେ କହିଥିଲେ ସବୁ କିଛି ଶ୍ରେୟ ମୋର ନୁହେଁ, ତୁମମାନଙ୍କର ବି ବହୁତ ସାରା ଶ୍ରେୟ ଅଛି ଯେ ତୁମମାନେ ଆଜି ଆସିଛ ବୋଲି, ଯେ ଆଜି ଏଇସବୁ ଜିନିଷଟା ତୁମେ କହୁଛ। ଯେ ସେଇଭଳି ଭାବରେ କ'ଣ ଅଛି ନା ବହୁତ ସାରା ଛୁଆ ଅଲ୍ ଓଡ଼ିଶାରେ, ଦେଖ ଅଲ୍ ଓଡ଼ିଶାରେ ସିପିଟି ଏଣ୍ଟ୍ରାନ୍ସ ଦେଇଛନ୍ତି ଯେ କେତେ 5000 ଏଭବ୍ ଦେଇଛନ୍ତି ଛୁଆ। ମାତ୍ର ଜଏନ୍ ହେଇଛନ୍ତି କେତେ ଆମ ଗ୍ରୁପ୍ରେ, ମାତ୍ର 600 ସମଥିଙ୍ଗ ଜଏନ୍ କରିଛନ୍ତି। ଯେ ଏତେ ସାରା ଛୁଆଙ୍କ ଭିତରୁ ବାସ୍ ଯେଉଁମାନେ ପଢ଼ିଲେ ବା ଜାଣିଲେ ବା ଖୋଜିଲେ ସେଇମାନେ ଓନ୍ଲି ସିକ୍ୟୁର କଲେ, ପାଇଲେ ଏଇ ଜିନିଷଟା। କିନ୍ତୁ ଅନ୍ୟ ସବୁ ଛୁଆଙ୍କ ଭିତରେ ପହଞ୍ଚି ପାରିଲା କି? ପହଞ୍ଚି ପାରିଲା ନାହିଁ। ଯାହାଫଳରେ କ'ଣ ହେଲା, ସେମାନେ ମାନେ ଗୋଟେ ଭଲ ଜିନିଷ ପାଇବାରୁ ବା ଭଲ ଅପରଚ୍ୟୁନିଟି ପାଇବାରୁ ବଞ୍ଚିତ ହୋଇଗଲେ। ବହୁତ ବଡ଼ ଗୋଟେ ଖରାପ ଜିନିଷ ଗୁଡ଼ା। ସେଥିପାଇଁ ଗୋଟେ ବହୁତ ସମସ୍ତଙ୍କୁ କହୁଛି ଯେ କ'ଣ ନା ତୁମମାନେ କ'ଣ କରିପାରିବ ନା ଜଏନ୍ କରିପାରିବ, ଯେ କ'ଣ ନା ସିପିଟି 2025 ପାଇଁ ଯେ ଜାନୁଆରୀରୁ ଆମର ଷ୍ଟାର୍ଟ ହେବ ସବୁ ଜିନିଷ ଫ୍ରି ଅଫ୍ କଷ୍ଟରେ, କ୍ଲାସେସ୍ ହେଉ ବା ଫ୍ରି ମେଟେରିଆଲ୍ ସବୁ ଜିନିଷ ଷ୍ଟାର୍ଟ ହେବ। ଯେ ତୁମମାନେ ଜଏନ୍ କରିପାରିବ, ଯେଉଁ ଯାହାର ବି ଡେସ୍କ୍ରିପସନ୍ ବକ୍ସରେ ଲାଷ୍ଟକୁ ଅଛି କ'ଣ ନା ଲିଙ୍କ୍ ଅଛି, ଜଏନ୍ କରିପାରିବ ଟେଲିଗ୍ରାମ ଗ୍ରୁପ୍ରେ। ଯେ ମୋତେ କୁହ ଯେ ଲାଷ୍ଟକୁ ଯେ ତୁମ ପ୍ୟାରେଣ୍ଟସ୍ ମାନେ କେତେ ଖୁସି? ଘରେ ସମସ୍ତେ ବହୁତ ଖୁସି। ତାଙ୍କ ସପୋର୍ଟ ଆଉ ମୋଟିଭେସନ ପାଇଁ ହିଁ ସେଠି ଅଛି। ଏସ୍ପେଶାଲି ମୋ ଗ୍ରାଣ୍ଡ ମଦର ମୋତେ ସବୁବେଳେ ହେଲ୍ପ କରନ୍ତି, ପଢ଼ିବା ପାଇଁ ବି ଏନକରେଜ କରନ୍ତି। ତ ସମସ୍ତେ ବହୁତ ଖୁସି ଅଛନ୍ତି। ଭେରି ଗୁଡ୍। ଯାହା ହଉ, ଆଉ ତୁମ ଘର ଲୋକ ବି ଖୁସି ଅଛନ୍ତି, ପ୍ୟାରେଣ୍ଟସ୍ ଖୁସି ଅଛନ୍ତି, ଗ୍ରାଣ୍ଡ ମଦର ଖୁସି ଅଛନ୍ତି, ତୁମ ରିଲେଟିଭ୍ ବି ଖୁସି ଥିବେ, ଆଉ ଟିଚର୍ସ ବି ଖୁସି ଥିବେ। ଆଉ ଏଜ୍ ଏ ଟିଚର୍ ଅଲସୋ ମୁଁ ବି ବହୁତ ଖୁସି ଅଛି ଯେ ଏତେ ଭଲ ର୍ୟାଙ୍କ ସିକ୍ୟୁର କରିଛ। ପଣ୍ଡିଚେରୀ ବି ହେଇଥିଲା, ଯାହା ତାକୁ ଛାଡ଼ିକି ବାସ୍ ଏଠି ଆସିଛ। ମେ ବି ତୁମ ଫ୍ୟୁଚର୍ ବହୁତ ଭଲ ହଉ, ଏଇଟା ଆଶା କରିବି ଯେ ଭଗବାନ କରନ୍ତୁ ଏଇଟା ଯେ ବହୁତ ଭଲ, ଯେ ଆହୁରି ବହୁତ ବେଟର୍ ଫ୍ୟୁଚର୍ ହଉ। ଯେ ନେଟ୍ ପାଇଁ ପଢ଼ାପଢ଼ି କର, ନେଟ୍ JRF ପାଇଁ ଆରାମସେ ନେଟ୍ JRF କ୍ଲିୟର ହେଇଯାଉ, ଗୋଟେ ଭଲ ଲେକ୍ଚରର ବା ଭଲ ପ୍ରଫେସର ହେଇକି ଯେ କ'ଣ କର ନା ଯେତେ 4-5-7 ବର୍ଷ ପରେ ଆସିବ, ଯେ କ'ଣ କୁହାଯିବ ନା ଋତୁପର୍ଣ୍ଣା ହେଇଗଲେ ଗୋଟେ ଲେକ୍ଚରର। ସେତେବେଳେ କ'ଣ ହେଲା, ସେଇଟା ହେଲା ସବୁଠୁ ବଡ଼ ପ୍ରାଉଡ଼ ମୋମେଣ୍ଟ ହେବ ଯେ ମୋ ପାଇଁ, ଯେ କ'ଣ ନା ଯେ ତୁମ ଟିଚର ଭାବରେ ଯେ ମୋ ଉପରକୁ। ସେଥିପାଇଁ ତୁମକୁ ବହୁତ ବହୁତ ଗୁଡ୍ ୱିଶେସ୍ ତୁମର ଫ୍ୟୁଚର୍ ପାଇଁ। ଆଉ ମେ ଗଡ଼୍ ବ୍ଲେସ୍ ୟୁ। ଯାହା ହଉ କଥା ହେଇକି ବହୁତ ଖୁସି ଲାଗିଲା। ବା ସେତିକି କଥା ହେଲା କ'ଣ ଲାଷ୍ଟକୁ ରହିଗଲା ଗୋଟେ ଅଫସୋସ ଯେ ନେଟୱାର୍କ ଷ୍ଟିଲ୍ ଏତେ ପର୍ଯ୍ୟନ୍ତ ଠିକ୍ସେ ଆସୁନାହିଁ। ଏତେ ପର୍ଯ୍ୟନ୍ତ ଝାପ୍ସା ଆସୁଛି। ତଥାପି ଦେଖିବା
ଠିକ୍ ସବୁ ଜିନିଷ ଯାହା ହଉ କନଭରସେସନ୍ ଠିକ୍ ହେଇଛି, ଛୁଆମାନେ ସବୁ ଜିନିଷ ଜାଣିପାରିବେ ଠିକ୍ ସେ, ଯେଉଁଟା ହେଲା ସବୁଠୁ ବଡ଼ ଜିନିଷ। ନେଟୱାର୍କ ଦରକାର ନାହିଁ କିଛି, ବାସ୍ ଆଡ଼ଭାଇସ୍ଟା ହେଲେ ସେଇଟା ବହୁତ ବଡ଼ ଜିନିଷ। ଧନ୍ୟବାଦ, ବହୁତ ଖୁସି ଲାଗିଲା କଥା ହେଇକି। Thank you so much, sir. ଠିକ୍ ଅଛି।